सो हेलो एवरीवन। आशा करछि समस्ते भलरे थिबे। तो आज आमे देखिबा ओडिशा पीईओ मैथमेटिक्स प्रैक्टिस सेट है लेक्चर नंबर 3। तो काली तो लेक्चर 2 सरथिला बोधे काली आउ आमे तो ऑलरेडी दीटा लेक्चर सॉरी से शेष कर देजे। तो देखो तमरो जेतुटा भी लेक्चर होजी सब लेक्चर पीडीएफ हला आंसर सहित माने सॉल्यूशन सहित सब लेक्चर पीडीएफ ऑलरेडी मु डिस्क्रिप्शन रे माने कोन ए जो पीडीएफ रो लिंक ऑलरेडी मु ऐड कर देजी। तमे चाहिले जो माने को दरकार तो तुम माने चेक कर परिबो। तो देखिए फास्ट क्वेश्चन कौन है। Ratio for two number is 4:5 and their sum is 180. Find the smaller number. The ratio for two number केते 4:5 मनकर दीटा नंबर ने ए ଆଉ ଗୋଟେ ନମ୍ବର b ହେଲା। The ratio for two number ଏଇଟା କେତେ a ମାନଙ୍କର 4x ନିଅ b ମାନଙ୍କର 5x ନିଅ ହେଲା। their sum କେତେ 180 ସେମାନଙ୍କର ମିଶ୍ରଣ ଫଳ କେତେ ମାନେ 9x ଭ୍ୟାଲ୍ୟୁ କେତେ 180 ସ୍ମଲର ନମ୍ବର କୋଉଟା 4x ତାମାନେ 180 ର ଭ୍ୟାଲ୍ୟୁ କେତେ 180 କାର ଭ୍ୟାଲ୍ୟୁ 9x ର ଭ୍ୟାଲ୍ୟୁ ଆମକୁ ଦରକାର 4x ର ଭ୍ୟାଲ୍ୟୁ ମାନେ a ର ଭ୍ୟାଲ୍ୟୁ x କୁ x କାଟି ଦିଅ 9 ଦୁଗୁଣେ 20 14 80 ऑप्शन बी ହେଲା। नेक्स्ट क्वेश्चन देखिए if 15% of a number is equal to 45 then what is the केते 40% of that number ଯଦି ଏକ ସଂଖ୍ୟାର ଏଟା କଣ ଟାଇପିଂ ଏରର ଅଛି ଏଟା କନଭର୍ଟ କଣ ଲେଖା ହେଇଛି ଏଟା ଟାଇପିଂ ଏରର ଅଛି ଏଟା 15% ହବ ହେଲା। ଏଇଟା ମୁଁ ଲେଖି ଦଉଛି ଭଲରେ। ଯେତେବେଳେ ଓଡିଆ ଯେତେବେଳେ କଣ ଓଡିଆ ଆମର ରଙ୍ଗ ହୁଏ ମରକୁଟା ଠିକ ହେଇଥାଏ ଇଂଲିଶ ଟା ଠିକ ହେଇଥାଏ ହେଲା ଟାଇପିଂ ଏରର ଅଛି ତ ଏଇଟା ହବ ଯଦି ଏକ ସଂଖ୍ୟାର କେତେ 15% ତେଣୁ ଏଇଟା କଣ ହୁଏ 15%। ଯଦି if 15% of a number is equal to 45 ଯଦି ଏକ ସଂଖ୍ୟାର 15% ର ଭ୍ୟାଲ୍ୟୁ କେତେ 45 ସହ ସମାନ ହୁଏ ତେବେ ସେ ସଂଖ୍ୟାର 40% କେତେ ହବ ହେଲା। ତମେ ଚାହିଁଲେ x ନେଇ କରିପାରିବ ଦେଖ ତମେ ଜାଣିଛ ଏଟା x ନେଇକି ଆଗ x ନବ ଇଣ୍ଟୁ 15/100 ଇଜ ଇକାଲ ଟୁ କେତେ ହବ 45 ହେଲା। ଏଟା ତମେ କରିପାରିବ x ନେଇ ତଥାପି ମୁଁ କରିଦଉଛି ବେସିକ ରେ ଆଗ ବେସିକ ରେ ତାପରେ ସଫ୍ଟୱେର ରେ ବି କରିବା ଦେଖ କେମିତି ହଉଛି। ମନେକର ସଂଖ୍ୟାଟି ଅଛି x ହେଲା ତାର 15% 15/100 ଇଜ ଇକାଲ ଟୁ କେତେ ଦେଇଛି 45 ହେଲା। 15 3 କେତେ 45 ତାହେଲେ x ର ଭ୍ୟାଲ୍ୟୁ କେତେ ହବ 300 ତାର କଣ ଦେଇଛି 40% ଅଫ ଦାଟ୍ ନମ୍ବର ତାହେଲେ 300 ର 40% ବାହାର କର 120 କୋଉଟା ଅପସନ ବି ହେଲା। ଆଉ ଗୋଟେ ଟ୍ରିକ୍ କରିବା ଦେଖ ଦେଖ 15% ଅଫ ନମ୍ବର କେତେ 45 45 କାହାର ଭ୍ୟାଲ୍ୟୁ ସିଧା ସଳଖ 45 ହଉଛି 15% ର ଭ୍ୟାଲ୍ୟୁ ଆମକୁ ଦରକାର କାହାର 40% ର ଭ୍ୟାଲ୍ୟୁ ସିଧା ଲେଖ 40% ପରସେଣ୍ଟ କୁ ପରସେଣ୍ଟ ଖତମ 15 ତିରିକି 45 4 ତିରି କେତେ 12 120 ଅପସନ ବି। ନେକ୍ସଟ क्वेश्चन ଦେଖିବା a man buys a bicycle for କେତେ 25 and sell it for 3000 find is profit percentage ତାର କଷ୍ଟ ପ୍ରାଇସ୍ କେତେ 2500 ଟଙ୍କାରେ କିଣିଲା 3000 ଟଙ୍କାରେ ବିକ୍ରି କଲା ତାହେଲେ କଷ୍ଟ ପ୍ରାଇସ୍ ଟା କେତେ 2500 ହେଲା। ଆଉ ସେଲିଂ ପ୍ରାଇସ୍ ଟା କେତେ 3000 ଏଇଠି ଲେଖୁଛି ସେଲିଂ ପ୍ରାଇସ୍ 3000 ହେଲା। ତାର ଲସ୍ ହେଲା ନା ପ୍ରଫିଟ ହେଲା 2500 ଟଙ୍କାରେ ଜିନିଷ କିଣିଲା 3000 ଟଙ୍କାରେ ବିକିଲା ତାହେଲେ ଲସ୍ କେତେ ସରି ପ୍ରଫିଟ କେତେ ହେଲା 500 ଟଙ୍କା ତାହେଲେ ପ୍ରଫିଟ କେତେ ହେଲା 500 ଟଙ୍କା ତାହେଲେ ପ୍ରଫିଟ ପରସେଣ୍ଟେଜ କେମିତି ବାହାର କରିବା ହେଲା 500 ବାଇ 2500 ଇଣ୍ଟୁ କେତେ ହବ 100 ହେଲା। ଯୋଡେ ଶୂନକୁ ଯୋଡେ ଶୂନ 25 ଚଉକୁ 100 ପାଞ୍ଚ କେତେ 20% ହେଲା। ଅପସନ କୋଉଟା बी। नेक्स्ट क्वेश्चन देखिए क्वेश्चन नंबर कौन 4 फाइंड द एवरेज ऑफ फास्ट 10 न्याचुराल नंबर प्रथम 10टी स्वाभाविक संख्या न्याचुराल नंबर हाराहारी केते देखो कि बाहर करिया प्रथम 10टी न्याचुराल नंबर 10टी न्याचुराल नंबर कोडा हे परियो जेनी कहि परियो 1 आ कहि परियो 2 तापरे 3 तापरे 4 5 6 7 8 9 10 ହେଲା।
ନା କେତେ ହେଇପାରିବ 10। ଏଇଟା ହଉଛି ପ୍ରଥମ 10ଟି ନ୍ୟାଚୁରାଲ ନମ୍ବର। ଆଭରେଜ ବାହାର କରିବା। ଆଭରେଜ ର ଫର୍ମୁଲା କଣ? ସମ ଅଫ୍ ନମ୍ବର। ହେଲା, ତାହେଲେ ଆଭରେଜ କେମିତି ବାହାର କରିବା? ନା ଆଭରେଜ ଇଜ ଇକ୍ୱାଲ ଟୁ 1 ମିଶାଣ 2 ମିଶାଣ 3 ମିଶାଣ 4 ଏମିତି ହେଇକି ମିଶାଇ ଆମେ 10 ସାଙ୍ଗେ ବାଇ ଟୋଟାଲ ନମ୍ବର କେତେ? 10। ବାହାର କର ଆଭରେଜ। କେତେ ହବ? ମିଶେଇଲେ କେତେ ହବ? 1 ଟୁ 10 ସାଙ୍ଗେ ମିଶ। ସୂତ୍ର କଣ? n ହୋଲ୍ ଇଣ୍ଟୁ n ପ୍ଲସ୍ 1 ବାଇ 2, ମାନେ 10 ଇଣ୍ଟୁ, ହେଲା ମୁଁ ଏଇଟା ଡାଇରେକ୍ଟ ଲେଖୁଛି 1 ପରେ। ଏତିକର ମିଶ୍ରଣ ଫଳ କଣ ହବ? ନା 10 ଇଣ୍ଟୁ 10 ପ୍ଲସ୍ 1 ମାନେ 11 ବାଇ 2 ବାଇ 10। 2 ପଞ୍ଚା କେତେ? 10। 11 ପଞ୍ଚାବ କେତେ? 55 ବାଇ 10 ଇଜିକାଲ୍ ଟୁ କେତେ ହେଲା? 5.5। ହେଲା, ଅପସନ ଗୁଡା ସି। ହେଲା, ଆଉ ଗୋଟେ ଟ୍ରିକ୍ ବି କରିପାରିବା। ହେଲା, ଏଇଟା ଖାଡେ ପଳେଇଲି। ଆଉ ଗୋଟେ ଟ୍ରିକ୍ ଦେଖ କେମିତି କରିବା। ସଂଖ୍ୟା ଗୁଡିକ କଣ? 1 2 3 4 5। ହେଲା, ଆଉ ଗୋଟେ ଆଭରେଜ କେମିତି ବାହାର କରିବା ଦେଖ। ସଂଖ୍ୟା ଗୁଡିକ କଣ? 1 2 3 4 5 10 ସାଙ୍ଗେ ଅଛି। ତାହେଲେ ଆଭରେଜ ବାହାର କରିବା ଆଉ ଗୋଟେ ଟ୍ରିକ୍ ହଉଛି ପ୍ରଥମ ସଂଖ୍ୟା ମିଶାଣ ଲାଷ୍ଟ ସଂଖ୍ୟା। ମାନେ ପ୍ରଥମ ସଂଖ୍ୟା ଆମର କଣ? 1 ମିଶାଣ 10 ବାଇ 2। 10 ଏକ କେତେ? 11 ବାଇ 2 କେତେ ହବ? 5.5। ଅପସନ ବି ତମେ ଡାଇରେକ୍ଟ ବି ବାହାର କରିବ, ସମ୍ ନ କରିବି, ନ ମିଶେଇକି ମଧ୍ୟ ଡାଇରେକ୍ଟ ବାହାର କରିପାରିବ। ନେକ୍ସଟ କ୍ୱେଶ୍ଚନ ଦେଖିବି। A and B together can do a work in 12 days. If A alone can do it in 30 days, in how many କଣ days B alone complete the work? ତାହେଲେ A ଏବଂ B ମିଶି ଗୋଟିଏ କାମକୁ କେତେ 12 ଦିନ ଶେଷ କରିପାରନ୍ତି। ଯଦି A ଏକାକି ଏହାକୁ 30 ଦିନ ଶେଷ କରିପାରେ, ତେବେ B ଏକାକି କାମକୁ କେତେ ଦିନ ଶେଷ କରିପାରିବେ? ତ କେମିତି କରିବା? A ପ୍ଲସ B କେତେ ଦିନ କାମ କରନ୍ତି? 12 ଦିନରେ। ତାହେଲେ A ପ୍ଲସ B ଗୋଟେ କାମକୁ କେତେ ଦିନ ଶେଷ କରନ୍ତି? ନା 12 ଦିନ। ତାପରେ ଏ କେତେ ଦିନ ଶେଷ କରୁଛି? 30 ଦିନ। ହେଲା, ଏ କେତେ ଦିନ ଶେଷ କରୁଛି? 30 ଦିନରେ। ତାହେଲେ 12 30 ଏଲସିୟମ କେତେ? 60। 12 ପଞ୍ଚା 30 ଦୁଗୁଣେ। ଏଇଟାକୁ କଣ କହନ୍ତି? ଏତିକ କହନ୍ତି ଟୋଟାଲ ଟାଇମ ବା ଟୋଟାଲ ଡେଜ। ଆଉ ଏତିକ କହନ୍ତି ଟୋଟାଲ ଏଫିସିଏନ୍ସି। ମୁଁ ପୂର୍ବ ଦିଟା ଲେକ୍ଚର ବି ମୁଁ ତମକୁ କହିଦେଇଛି। ହେଲା, କିମ୍ବା ଟାଇମ ଆଣ୍ଡ ୱାର୍କରେ ବି ପଢିଛି। ଏଇଟାକୁ କହନ୍ତି କଣ? ଟୋଟାଲ ଡେଜ। ଏଇଟାକୁ କହନ୍ତି ଏଫିସିଏନ୍ସି। ଏଇଟାକୁ କଣ କହନ୍ତି? ଟୋଟାଲ ୱାର୍କ। ଟୋଟାଲ କେତେ? 60। ଏ ପ୍ଲସ ବି ର ଏଫିସିଏନ୍ସି ଅଛି 5, ଏ ର ଏଫିସିଏନ୍ସି ଅଛି 2, ଆଉ ଏ ପ୍ଲସ ବି ର ଟାଇମ 12, ଏ ର ଟାଇମ କେତେ? 30। ଦେଖ, ଏ ପ୍ଲସ ବି ର ଏଫିସିଏନ୍ସି କେତେ? 5। ହେଲା, ଏ ପ୍ଲସ ବି ର ମିଶିକି ଏଫିସିଏନ୍ସି କେତେ? 5। ଏ ର ଏଫିସିଏନ୍ସି କେତେ? 2। ତାହେଲେ ବି ର ଏଫିସିଏନ୍ସି କେତେ ହେଇଥିବ? 3। ଆରେ 3 ମିଶାଣ 2 ମିଶାଇଲେ ଯାଇକି 5 ନା। ତେଣୁ ଏ ର ଏଫିସିଏନ୍ସି 2, ବି ର ଏଫିସିଏନ୍ସି 3, 3 2 ମିଶେଇକି 5। ତାର ଟୋଟାଲ ଟାଇମ ଅଫ ବି ଇଜିକାଲ ଟୁ କେତେ? ୱାର୍କ ଅପନ ଏଫିସିଏନ୍ସି। ୱାର୍କ କେତେ ଆମର? 60 ବାଇ ଏଫିସିଏନ୍ସି କେତେ? ବି ର 3। 20 ଅପସନ ବି। ନେକ୍ସଟ କ୍ୱେଶ୍ଚନ ଦେଖିବେ। A train 150 meter long is running at a speed of 54 kilometer per hour. How much time it take to complete to cross a telegraph post? 150 ମିଟର ଲମ୍ବର ଏକ ଟ୍ରେନ୍ 54 କିଲୋମିଟର ପ୍ରତି ଘଣ୍ଟାରେ ବେଗ ଗତି କରୁଛି। ଗୋଟିଏ ଟେଲିଗ୍ରାଫ ଖୁଣ୍ଟକୁ ପାର ହେବା ପାଇଁ ଆଉ କେତେ ସମୟ ଲାଗିବ? ଏଇଟା ଗୋଟେ ଟ୍ରେନ୍। ଏ ଗୋଟେ ଟେଲିଗ୍ରାଫ ଖୁଣ୍ଟ, ଏଇ ଟାଇପର ଗୋଟେ ଖୁଣ୍ଟ ଲାଗିଛି। ହେଲା, ଏଇଟା ଗୋଟେ ଖୁଣ୍ଟ ଲାଗିଛି ଯେମିତି ଟେଲିଗ୍ରାଫ ଖୁଣ୍ଟ। ଏଇଟା ଗୋଟେ ଟେଲିଫୋନ ଖୁଣ୍ଟ। ହେଲା, ଟେଲିଫୋନ ଏଇ ଟାଇପର ଗୋଟେ ଟେଲିଫୋନ ଖୁଣ୍ଟ। ଏ ଟେଲିଫୋନ ଖୁଣ୍ଟକୁ କଣ ନା କେତେ ସେକେଣ୍ଡରେ ପାର କରିବ? ଯେତେବେଳେ କି କଣ ଟ୍ରେନର ଲମ୍ବା କେତେ? ନା ଟ୍ରେନର ଲେନ୍ଥ ହଉଛି 150 ମିଟର ପର୍ଯ୍ୟନ୍ତ ଲମ୍ବା ଟ୍ରେନ। ତାର ସ୍ପିଡ କେତେ? ନା 54 କିଲୋମିଟର ପର ହାୱାର। ପଚାରୁଛି କଣ? ଟାଇମ। ଟାଇମ ମାନେ କେତେ ସେକେଣ୍ଡରେ ଇଏ ଏଇ ଖୁଣ୍ଟିଟାକୁ ପାର କରିବ। ଟାଇମର ଫର୍ମୁଲା କଣ? ଟାଇମର ଫର୍ମୁଲା ହଉଛି ଡିଷ୍ଟାନ୍ସ ଅପନ ସ୍ପିଡ। ହେଲା, ଡିଷ୍ଟାନ୍ସ ଅପନ ସ୍ପିଡ। ଦେଖ ଏଇଠି କେତେ ଅଛି? 150 ମିଟର। ଏଇଠି କେତେ ଅଛି? 54 କିଲୋମିଟର ପର ହାୱାର। ମୁଁ ତମକୁ କହିଥିଲି ଏଇଠି ମିଟର ଅଛି, ଏଇଟାକୁ ବି ମିଟର କରିବା। ତାମାନେ ମିଟର ପର ସେକେଣ୍ଡ ରୁ ଯଦି କିଲୋମିଟର ପର ହାୱାର ଯଦି ମିଟର ପର ସେକେଣ୍ଡ ରୁ କରିବା, କଣ କରିବା? ମାନେ ବଡରୁ ସାନକୁ ଯାଉଛେ, ତାମାନେ ବଡରୁ ସାନକୁ ଯାଉଛେ, ତାମାନେ ସାନ ସଂଖ୍ୟା ଗୁଣିବା। ତାମାନେ ଏଇଠି ଲେଖିବା ଡାଇରେକ୍ଟ ଡିଷ୍ଟାନ୍ସ 150 ମିଟର ବାଇ 54 ଅଛି ଇଣ୍ଟୁ, ହେଲା,
54 ଅଛି କିଲୋମିଟରକୁ ମିଟର per ସେକେଣ୍ଡରେ କରିବା ମାନେ ବଡରୁ ସାନକୁ ଯାଉଛି ତାହେଲେ ଉପରେ 5 ଗୁଣିଆ ତଳେ 18 ଗୁଣିଆ 18 କେତେ 54 150 ବାଇ କେତେ 15 10 ଅପସନ ବି ନେକ୍ସଟ କ୍ୱେଶ୍ଚନ ଦେଖିବା फाइंड द वैल्यू ऑफ 56 ରୁଟ ଓଭର 56 ରୁଟ ଏ ଦେଖ ଏଟା ମୁଁ ଆଗରୁ ଗୋଟେ କ୍ୱେଶ୍ଚିନ୍ କରିଛି ତଥାପି ଏଟା ବେସିକ ରେ ବି କରିବା ତାପରେ ସର୍ଟ ରେ କରିବା ମୁଁ ତମକୁ କହିଥିଲି ଏଇ ଟାଇପ ର ଆଗକୁ କ୍ୱେଶ୍ଚିନ୍ ଆସିଲେ ମୁଁ ବେସିକ ରେ ବି କରିବି ଏବେ ଦେଖିବା ବେସିକ ରେ ଏଟା କେମିତି ଅଛି ଦେଖ କଣ ଦେଇଛି 56 ମିଶାଣ 56 ଇନଫିନିଟି ହେଲା ମନେକର ଏତିକକୁ ତମେ ଏକ୍ସ ନେଇଛ ମାନେ ଏକ୍ସ ର ଭାଲ୍ୟୁ ମନେକର ଏତିକ ନେଇଛ ଏତିକର ଭାଲ୍ୟୁ କଣ ନା 56 ହେଲା ମିଶାଣ 56 ତାର ମିଶାଣ 56 ମିଶାଣ ଏମିତି ହେଇ ଡଟ ଡଟ ହେଇଛି ଆର ରୁଟ ଓଭର ଲାଗିଛି ହେଲା ତାପରେ କଣ ଲାଗିଛି ଆର ରୁଟ ଓଭର ଲାଗିଛି ତାର କଣ ଲାଗିଛି ନା ଟୋଟାଲ ରୁଟ ଓଭର ଲାଗିଛି ଏଇ ଟାଇପ ର କ୍ୱେଶ୍ଚିନ୍ ମନେକର ଏତିକର ଭାଲ୍ୟୁ ଆମକୁ ଏକ୍ସ ନେଇଗଲେ ହେଲା ଏଇଟା 56 ଅଛି ହେଲା ମନେକର ଏତିକର ଭାଲ୍ୟୁ ଆମକୁ ଏକ୍ସ ନେଇଗଲେ ଏବେ କଣ କରିବା ଏବେ ଏକ୍ସ ସ୍କୋୟାର କରିବା ଏଟାକୁ ଏକ୍ସ ସ୍କୋୟାର କର ମନେକର ଏ ରୁଟ ଓଭରଟାକୁ ଏପଟକୁ ଆଣ କିମ୍ବା ଏକ୍ସ ସ୍କୋୟାର କରିଦିଅ ଏକ୍ସ ସ୍କୋୟାର କେତେ ହବ ଏତିକର ସ୍କୋୟାର ହବ ଏତିକର ସ୍କୋୟାର କଲେ ଏ ବଡ ରୁଟ ଟା ଉଠିଯିବ ଆରେ ହଁ ନା ଏତିକର ଯେତେବେଳେ ସ୍କୋୟାର କରିବା ଏ ବଡ ରୁଟ ଟା ହେଇଯିବ ତାହେଲେ ଏଇଟା କେତେ ହେଇଯିବ 56 ହେଲା ମିଶାଣ ଏତିକ ରହିବ ଏ ବଡ ରୁଟ ର ସ୍କୋୟାର ଉଠିଯିବନି ଏତିକର ସ୍କୋୟାର ହେଇଯିବ ଏତିକର ସ୍କୋୟାର ହେଇଯିବ ଏତିକର ସ୍କୋୟାର ହେଲେ କୋଉଟା ଉଠିଯିବ ଏ ବଡ ରୁଟ ଟା ଉଠିଯିବ ବଡ ରୁଟ ଟା ଉଠିଗଲେ ଏପଟକୁ ଆସିବ 56 ତାହେଲେ ଏତିକ ରହିଯିବ ଭିତର ପଟ 56 ମିଶାଣ ପୁଣି 56 ମିଶାଣ ପୁଣି 56 ଏମିତି ହେଇକି ମିଶାଣ ହେଇକି ଡଟ 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 ହେଇକି ଯିବ ହେଲା ଏମିତି ହେଇକି ଡଟ 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 ହେଇକି ଯିବ ତାହେଲେ ଏକ୍ସ ସ୍କୋୟାର ଇଜିକାଲ ଟୁ କେତେ ହେଇଯିବ 56 ମିଶାଣ ଏତିକର ଭାଲ୍ୟୁ ମୁଁ କେତେ ନେଇଥିଲି ଏକ୍ସ ଏଇଠି ଲେଖିଦିଅ ଏକ୍ସ ଏତିକର ଭାଲ୍ୟୁ ମୁଁ ଏକ୍ସ ନେଇନି ଏଇଠି 56 ମିଶାଣ 56 ରୁଟ ଓଭର ହେଇ ଭାଲ୍ୟୁ ମୁଁ କେତେ ନେଇଥିଲି ଏକ୍ସ ତାହେଲେ ଏଇଠି ଲେଖିଦିଅ ଏକ୍ସ ତାହେଲେ ଏକ୍ସ ସ୍କୋୟାର ହେଲା ମାଇନସ ଏକ୍ସ ମାଇନସ 56 ଇଜିକାଲ ଟୁ କେତେ ହବ 0 ଏବେ ସଂଖ୍ୟା ହବ ଏକ୍ସ ସ୍କୋୟାର କଣ ମିଶେଇଲେ ହଉଥିବ ମାଇନସ ଏକ୍ସ ଗୁଣିଲେ ହଉଥିବ କେତେ ମାଇନସ 56 ମିଶେଇଲେ ହଉଥିବ କେତେ ହଉଥିବ ମାଇନସ ଏକ୍ସ ଗୁଣିଲେ ହଉଥିବ ମାଇନସ 56 ମାନେ ମାଇନସ କେତେ ହେଇଯିବ 8x ଆଉ ଗୋଟେ ପ୍ଲସ 7x ମାଇନସ 56 ଇଜିକାଲ ଟୁ କେତେ ହେଇଯିବ 0 ତାହେଲେ x କମନ ଗଲେ କେତେ ହେଇଯିବ x ମାଇନସ 8 ପ୍ଲସ 7 କମନ ଗଲେ କେତେ ହେଇଯିବ ନା x ମାଇନସ 8 ଇଜିକାଲ ଟୁ କେତେ 0 ତାହେଲେ x ପ୍ଲସ 7 ଇଜିକାଲ ଟୁ 0 ଆଉ ଗୋଟେ x ର ଭାଲ୍ୟୁ କେତେ ହେଲା ମାଇନସ 7 x ର ଭାଲ୍ୟୁ କେତେ ହେଲା 8 ମାଇନସ 7 ଆମେ କନସିଡର କରିବାନି ତାହେଲେ x ର ଭାଲ୍ୟୁ କେତେ ହବ 8 ହେଲା ଏଟାକୁ ସର୍ଟରେ କେମିତି କରିବା ଦେଖ ସର୍ଟରେ କେମିତି କରିବା 56 ଅଛି 56 ମୁଁ ତମକୁ ବତେଇଥିଲି ଆଗରୁ ସର୍ଟରେ କେମିତି କରିବା 56 ଅଛି 56 କୁ ଏମିତିଟା ସଂଖ୍ୟାରେ ହବ ଯେମିତି ଦିଟାକୁ ପରବର୍ତ୍ତୀ ପୂର୍ବବର୍ତ୍ତୀ ସଂଖ୍ୟା ହଉଥିବ ମାନେ ଦିଟାକୁ ଡିଫରେନ୍ସ କେତେ ହଉଥିବ 1 ମାନେ ଗୁଣିଲେ 56 ଦିଟା ସଂଖ୍ୟା ଏମିତି ଗୁଣ ଯେମିତି ତାର ଡିଫରେନ୍ସ କେତେ ହଉଥିବ 1 ଯେମିତି କଣ 7 କୁ 8 7 ଇଣ୍ଟୁ 8 7 ଅଷ୍ଟା 56 ଆଙ୍କ ଭିତରେ ଡିଫରେନ୍ସ କଲେ 1 ଆସୁଛି ଆଉ କଣ ଏ ଦିଟା ପୂର୍ବବର୍ତ୍ତୀ ପରବର୍ତ୍ତୀ ସଂଖ୍ୟା ହଁ ନା ନାଇଁ ଆଙ୍କ ଭିତରେ ଡିଫରେନ୍ସ 1 ଗୁଣିଲେ ବି 56 ହଉଛି ହେଲା ତାର ଆନ୍ସର ପ୍ରକୃତିରେ କୋଉଟା ହବ ପ୍ଲସ ଅଛି ଦେଖ ଏଇଠି ଏଇଠି ପ୍ଲସ ଅଛି ଆନ୍ସର କୋଉଟା ହବ 8 ପ୍ଲସ ଅଛି ମାନେ ବଡ ସଂଖ୍ୟା 8 ଯଦି ଏଠି ମାଇନସ ଥାନ୍ତା ତାହେଲେ କୋଉଠି ହେଇଥାନ୍ତା 7 ମାଇନସ ଥିଲେ କଣ ହେଇଥାନ୍ତା 7 ପ୍ଲସ ଅଛି ବୋଲି କଣ ହବ 8 ହେଲା ତମେ ଡାଇରେକ୍ଟ ଏତେ ସଲ୍ଭ ନ କରିବି କରିପାରିବ ନେକ୍ସଟ କ୍ୱେଶ୍ଚନ ଦେଖିବା In how many years will 4000 amount to 52000 ସରି 5200 at 10% simple interest rate per annum ବାର୍ଷିକ 10% ସରଳ ସୁଧ ହାରରେ 4000 ଟଙ୍କା କେତେ ବର୍ଷରେ 5200 ଟଙ୍କା ହେଇଯାଏ ବାର୍ଷିକ 10% ସରଳ ସୁଧ ହାର ରେଟ୍ କେତେ ରେଟ୍ 10% ହେଲା ତାପରେ କଣ 4000 ଟଙ୍କା 4000 ଟଙ୍କା କଣ ହେଇଯାଉଛି 5200 ଟଙ୍କା ହେଇଯାଉଛି ତାହେଲେ ପ୍ରିନ୍ସିପାଲ କେତେ ଆମର ପ୍ରିନ୍ସିପାଲ କେତେ ହେଇଛି 4200 ଏମାଉଣ୍ଟ କେତେ 5000 5200
4200 ନୁହଁ 4000 କରିଦେଇଛି। ପ୍ରିନ୍ସିପାଲ ଆମର କେତେ 4000, ଏମାଉଣ୍ଟ କେତେ ନା 5200 ହେଲା। ତାହେଲେ ଏସ୍ଆଇ ଆମକୁ ସୁଧ କେତେ ମିଳିଲା? ସୁଧ ମିଳିଲା କେତେ ନା ଏମାଉଣ୍ଟ ମାଇନସ ପ୍ରିନ୍ସିପାଲ ମାନେ 5200 ମାଇନସ 4000 କେତେ ମିଳିଲା ନା 1200 ହେଲା। 1200 ଆମକୁ ମିଳିଲା ସୁଧ। ତାହେଲେ ଆମର କଣ ପଚାରିଛି ନା ଟାଇମ, ଟାଇମ ଇଜିକାଲ ଟୁ କେତେ ହବ ନା ଏସ୍ଆଇ ବାଇ ପି ଇଣ୍ଟୁ 100 ବାଇ ଆର। ଏସ୍ଆଇ ଆମର କେତେ 1200 ବାଇ ପି କେତେ 4000 ଇଣ୍ଟୁ 100 ବାଇ ଆର କେତେ ଆର 10%। କାଟିଦେବ ଦିଟା ଶୂନକୁ ଦିଟା ଶୂନ ହେଲା, ଆଉ ଗୋଟେ ଶୂନ ଆଉ ଗୋଟେ ଶୂନ ଆଉ ଗୋଟେ ଶୂନକୁ ବି ଆଉ ଗୋଟେ ଶୂନ, 4 ତିରିକି 12 3 ଇୟର୍ସ ଅପସନ ଗୁଡା ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା କ୍ୱେଶ୍ଚନ ନମ୍ବର 9। ଦ ପରିମିଟର ଅଫ ଏ ସ୍କୋୟାର ଇଜ 48 ସେମି, ଫାଇଣ୍ଡ ଇଟ୍ସ ଏରିଆ। ପରିମିଟର ଅଫ ଏ ସ୍କୋୟାର ଇଜ 48 ସେମି, ଗୋଟେ ବର୍ଗ କ୍ଷେତ୍ରର ପରିସୀମା କେତେ 48 ସେମି। ଏଇଟା କ୍ୱେଶ୍ଚନ ଟାଇପିଂ ଅଛି ବେସ୍ ଅଫ, ଏଇଟା ଆଡଜଷ୍ଟ କରିବୁ। ଟାଇପିଷ୍ଟ ଆମର ଭୁଲ କରୁଛି। ମଝିରେ ବେସ୍ ଲେଖିଦେଇଛି, ଏଇଟା କଣ 48 ହେଲା। ଗୋଟେ ବର୍ଗ କ୍ଷେତ୍ର ପରିସୀମା କେତେ 48 ସେମି, ତାହେଲେ ଏହାର କ୍ଷେତ୍ରଫଳ କେତେ? ବର୍ଗ କ୍ଷେତ୍ର ପରିସୀମା କେତେ 48 ସେମି, ପରିସୀମା ସୂତ୍ର କଣ ବର୍ଗ କ୍ଷେତ୍ର 4a, ତାହେଲେ 4a ଇଜିକାଲ ଟୁ କେତେ 48 ସେମି, ଚାରିଟାକ ବାହୁର ମିଶାଣ ଫଳ ହଉଛି ପରିସୀମା। ତାହେଲେ ଏ 4 ଇଜିକାଲ ଟୁ କେତେ 48 ସେମି, ତାହେଲେ ଏ ଇଜିକାଲ ଟୁ କେତେ 12 ହେଲା 12 ତାହେଲେ ଏରିଆ କେତେ ହବ, ଏରିଆ ଅଫ ସ୍କୋୟାର ଇଜିକାଲ ଟୁ କେତେ 12 ଇଜିକାଲ ଟୁ କେତେ 124। ତମର ଏଟା ପିଓ କ୍ୱେଶ୍ଚନ ହେଲା, ଏଇ ଟାଇପର କ୍ୱେଶ୍ଚନ ଆସୁଥିଲା। ନେକ୍ସଟ କ୍ୱେଶ୍ଚନ ଦେଖିବା, ଇଭାଲୁଏଟ ମାନ ବାହାର କର କାହାର 0.04 0.004 0.000 ବାହାର କରିବା। ଏବେ କ୍ୱେଶ୍ଚନ କଣ ଦେଇଛି ନା 0.4 ଗୁଣନ 0.004 ଗୁଣନ 0.0004। 0.4 କୁ ମୁଁ ଲେଖିପାରିବି 4/10 ହେଲା। ମୁଁ ଏକ୍ସଟ୍ରା ଶୂନ ଲଗେଇଦେଲି ଏକ୍ସଟ୍ରା, ତ ଏଇଟା 0.04, ଏଇଟା କେତେ, ଏଇଟା କିନ୍ତୁ ଗୋଟେ ଶୂନ କଟିଯିବ 0.0 ହେଲା। ମୁଁ ଲେଖିପାରିବି କଣ 4/10, ଏଇଟା କଣ ଲେଖିପାରିବି ଦଶମିକ ପରେ ଦିଟା ଘର ଅଛି ମାନେ 4/100। ଦଶମିକ ପରେ କେତେଟା ଘର ଅଛି, ତିନିଟା ଘର ଅଛି, ଇଣ୍ଟୁ 4 କେତେ ହବ 1000 ହେଲା। 4 ଚଉକୁ 16 ଚଉକୁ 64 ବାଇ 1 2 3 3 6, 6ଟା ଶୂନ 1 2 3 4 5 6 1 2 3 4 5। ଏବେ କେମିତି ଲେଖିବା ଦେଖ 64 ତଳେ ଲେଖିଦିଅ ଏମିତି, ଆଗ ଲେଖ 64, ତା ପୂର୍ବରୁ କେତେଟା ଶୂନ ଅଛି 1 2 3 4, 1 2 3 4 ଦଶମିକଟା ଦେଇଦିଅ 0.4064, 0.4064 1 2 3 4 ଅପସନ ଏ ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବା, ଫାଇଣ୍ଡ ଏଚସିଏଫ୍ ଅଫ 36 54 ଆଣ୍ଡ 90। 36 54 ଏବଂ 90 ର ଏଚସିଏଫ୍ କେତେ, ଗସାଗୁ କେତେ। କଣ ଦେଇଛି 36 ହେଲା 54 90, ସିଧା ଭିଡ଼ିଦିଏ 18 ହେଲା। 18 ଏବେ ଗୋଟେ ଗଲେ କେତେ 10 ରୁ 4 ଗଲେ 6, 8 ରୁ 5 ଗଲେ 3 36, ସିଧା ଭିଡ଼ 18, ଅପସନ କୋଉଟା ବି, ଏଇଟାକୁ କହନ୍ତି ଗସ। ନେକ୍ସଟ କ୍ୱେଶ୍ଚନ ଦେଖିବେ, ବାଇ ସେଲିଂ ଏ ଫ୍ୟାନ୍ ଫର 1800 ଏ ଶପକିପର earns profit of 20%, find the cost price। 1800 ଟଙ୍କାରେ ଏକ ପଙ୍ଖା ବିକ୍ରି କରି ଜଣେ ଜଣେ ଦୋକାନୀ 20% ଲାଭ ପାଏ। ପଙ୍ଖାର କ୍ରୟ ମୂଲ୍ୟ କେତେ, ତାହେଲେ କେତେ ଟଙ୍କାରେ ସେ କିଣିଥିଲେ। 1800 ଟଙ୍କାଟା କଣ ସେଲିଂ ପ୍ରାଇସ୍ କେତେ ଦେଇଛି 1800 ହେଲା। ପ୍ରଫିଟ କେତେ 20%, ତାହେଲେ କଷ୍ଟ ପ୍ରାଇସ୍ କେମିତି ବାହାର କରିବା ନା କଷ୍ଟ ପ୍ରାଇସ୍ ଇଜ ଇକ୍ୱାଲ ଟୁ 1800 କାହାର ଭାଲ୍ୟୁ 100% ର ମିଶାଣ 20%, ମାନେ କେତେ 120% ର ଭାଲ୍ୟୁ ଆମକୁ ଦରକାର କାର 100% ର ଭାଲ୍ୟୁ। ସିପି ସବୁବେଳେ 100% ର ଭାଲ୍ୟୁ ହେଲା। 12 ରେ 15 କାଢିଲେ
1500 option B. Next question. If A is to B, A ratio B के 2 is to 3 and B ratio C is equal to 4 is to 5, then find A B C. ହେଲା ଏଟା ରେସିଓ ବି ଲେଖା ହେଇନି ଏଥିରେ, ଏଠି ଏଠି ଲେଖିଦବ 2 is to 3, A is to B କେତେ 2 is to 3, ତାହେଲେ ଏଠି ଲେଖ A B C, A is to B କେତେ 2 is to 3, ଏଠି ଲେଖ 2 is to 3, B is to C କେତେ 4 ଅନୁପାତ 5, B ଆଉ C ର ଅନୁପାତ କେତେ 4 ଅନୁପାତ 5, A ଅନୁପାତ 2 ଅନୁପାତ 3, B ଆଉ C ର ଅନୁପାତ କେତେ 4 ଅନୁପାତ 5, ତାହେଲେ B ଯଦି 4 ହୁଏ C କେତେ 5, ଏଇଠି ଲେଖିଦବ 3, ଏଇଠି ଲେଖିଦବ 4, 5 3 କି 15, 3 ଚौକୁ 12, 2 ଚौକୁ 8, 8 12 15 ଅପସନ ଏ। The average score of 5 innings of a batsman is 42 ହେଲା। If he score 90 runs in the 60 innings, what will be the new average? ଜଣେ ବ୍ୟାଟ୍ସମ୍ୟାନଙ୍କର ଗୋଟେ ବ୍ୟାଟ୍ସମ୍ୟାନ ତାର 5ଟି ଇନିଂସରେ ହାରାହାରି ରନ୍ କେତେ 42, ଯଦି ସେ 6ତମ ଇନିଂସରେ 60ଟା 90 ରନ୍ କରନ୍ତି ତେବେ ତାର ନୂଆ ହାରାହାରି କେତେ ହେଇଛି? ଆଭରେଜ କେତେ ଆଭରେଜ କେତେ 42, ଆଭରେଜ ଫର୍ମୁଲା କଣ? ସମ୍ ଅପନ ନମ୍ବର, ଟୋଟାଲ ସମ୍ ବାଇ କେତେଟା ନମ୍ବର ହେଲା, ତାହେଲେ ଆଭରେଜ କେତେ 42, ତା ମାନେ 42 ଇଜ ଇକାଲ ଟୁ କେତେ ହବ ସମ୍, ସମ୍ ଆମେ ଜାଣିଲେ ସମ୍ ଲେଖ ଏଠି ସମ୍ ବାଇ କେତେଟା ଇନିଂସ 5ଟା ଇନିଂସ ବାଇ 5, ତାହେଲେ ସମ୍ କେତେ ହେଲା, ସମ୍ କେତେ ହେଲା 5 ଦୁଗୁଣେ 10, 5 କୁ 21 21 210, ସମ୍ କେତେ ହେଲା 210, if he score 90 run in 60 innings, ଟୋଟାଲ 5ଟା ଇନିଂସରେ ତାର ଟୋଟାଲ ରନ୍ କେତେ 5ଟା ଇନିଂସରେ ସେ ଯୋଉ 5ଟା ଇନିଂସ ଖେଳିଛି ଟୋଟାଲ ରନ୍ କେତେଟା କରିଛି 210, 6 ନମ୍ବର ଇନିଂସ ଖେଳିଲେ କେତେ ରନ୍ କଲା 90 ରନ୍ କଲା, ଟୋଟାଲ ରନ୍ ତାର କେତେ ହେଲା 5ଟା ଇନିଂସରେ 210, 6ଟା ଯୋଉ ଖେଳିଲା ମାନେ 6 ନମ୍ବର ଯୋଉ ମ୍ୟାଚ୍ ଖେଳିଲା ତାର ଭିତରେ କେତେ ରନ୍ କଲା 90 ରନ୍, ଟୋଟାଲ ରନ୍ ତାହେଲେ କେତେ ହେଲା, ଟୋଟାଲ ରନ୍ ହେଲା ଏରା ରନ୍, ଟୋଟାଲ ରନ୍ ଇଜ ଇକାଲ ଟୁ 210 ଆଗରୁ ଥିଲା 5ଟା ଇନିଂସରେ, 6 ନମ୍ବର ଇନିଂସରେ 90 ରନ୍ ବାଡେଇଲା, ତାପରେ 210 ମିଶାଣ 90 ଟୋଟାଲ କେତେ ହେଲା 300, ତାହେଲେ 6ଟା ଇନିଂସରେ ଟୋଟାଲ ଇନିଂସ କେତେ, ଟୋଟାଲ ଇନିଂସ କେତେ ଇନିଂସ ସ୍ପେଲିଂ INN, ଇନିଂସ କେତେ 6ଟା, ତାହେଲେ ଆଭରେଜ ଇଜ ଇକାଲ ଟୁ କେତେ ହବ ସମ୍ କେତେ 300 ବାଇ ଇନିଂସ କେତେ 6 ହେଲା। ନେକ୍ସଟ କ୍ୱେଶ୍ଚନ ଦେଖିବେ, a tank can be filled by pipe X in 6 hours and pipe B 5Y in 12 hours. If both pipe are open together in how many hours will the tank be full? ଗୋଟେ ପାଇପ୍ X ଟାଙ୍କିକୁ 6 ଘଣ୍ଟାରେ ଏବଂ Y କେତେ 12 ଘଣ୍ଟାରେ ଭର୍ତ୍ତି କରିବା, ଯଦି ଦୁଇଟି ଯାକ ପାଇପ୍ ଏକାଠି ଖୋଲାଯାଏ ତେବେ ଟାଙ୍କିଟା କେତେ ସମୟ ଲାଗିବ ଭର୍ତ୍ତି ହବ? କେମିତି କରିବା ଦେଖ, X କେତେ କାମ କରେ ନା 6 6 ଘଣ୍ଟା, Y କେତେ କାମ କରେ 12 ଘଣ୍ଟା, 6 12 ଏଲସିୟମ 12 ହେଲା, ତାହେଲେ ଏଟାକୁ କୁହନ୍ତି ଟୋଟାଲ ୱାର୍କ, ଏଟାକୁ କୁହନ୍ତି ଟୋଟାଲ ଟାଇମ ବା ଟୋଟାଲ ଡେଜ୍, ଯଦି ଆମେ କରିବା 6 ଦୁଗୁଣେ 12 के 12 ଏଟାକୁ କୁହନ୍ତି ଏଫିସିଏନ୍ସି, ଟୋଟାଲ ଟାଇମ ଅଫ X ପ୍ଲସ Y ମିଶିକି କାମ କରିବେ ଇଜିକାଲ କେତେ 12 ବାଇ କେତେ 3, X ପ୍ଲସ Y X ମିଶାଣ Y 2 ମିଶାଣ ହେଇକି 3 4 ଆୱାର୍ସ। ଆଉ ଗୋଟେ ଟ୍ରିକ୍ ବି କରିପାରିବା, କହିଥିଲି ତମକୁ ଆଉ ଗୋଟେ ଟ୍ରିକ୍ କରିପାରିବା କଣ ନା XY ଟୋଟାଲ ଟାଇମ ଅଫ X ପ୍ଲସ Y ଇଜିକାଲ କେତେ ହବ ନା XY ବାଇ X ପ୍ଲସ Y, XY ମାନେ 6 ଇଣ୍ଟୁ 12 ବାଇ 6 ମିଶାଣ 12 କେତେ 18, 6 ତିରିକି 18 3 ଚଉକୁ 12 4 ଆୱାର୍ସ। नेक्स्ट क्वेश्चन, एक्सप्रेस 3/8 आज परसेंटेज 3/8 को परसेंट रे कन्वर्ट करिया कर कन्वर्ट 3/8 इंटू 100 हैला, ଏବେ ହଦିଅ 300 କୁ 8 ରେ 300 ହରଣ 8 କେତେ ହବ 8 3 24 9 4 ଗଲି କେତେ 6 ହେଲା,
ଶୂନକୁ ଶୂନ, 8 ସପ୍ତା 56, 37.5 answer, 37 ଆସୁଛି, 37.5 ଅପସନ ସି। ନେକ୍ସଟ କ୍ୱେଶ୍ଚନ ଦେଖି, find the compound interest on 5,000 for 2 years at 10% per annum। 5,000 ଟଙ୍କା ଉପରେ ବାର୍ଷିକ 10% ହାରରେ 2 ବର୍ଷର ଚକ୍ରବୃଦ୍ଧି ସୁଧ କେତେ? 5,000 ଟଙ୍କା ପ୍ରିନ୍ସିପାଲ ଆମର କେତେ ଦେଇଛି? 5,000 ଟଙ୍କା। ଟାଇମ କେତେ? ଟାଇମ 2 ଇୟର୍ସ। ରେଟ୍ କେତେ? ନା 10%। ହେଲା, 2 ଇୟର୍ସ ଦେଇଛି, ତାହେଲେ 10 ଟାକୁ ଏମିତି ଲେଖେ। ହେଲା, 2 ବର୍ଷ ଦେଇଛି ନା, 10 ଟାକୁ ଏମିତି ଲେଖେ। 10 ଆଉ କେତେ ବଢିବ? 11। ହେଲା, ଇଏ 10 ଥରେ ଗୋଟେ ବଢିବ 11, ପୁଣି 10 ଗୋଟେ ବଢିବ ପୁଣି କେତେ? 11। ହେଲା, 2 ବର୍ଷ ପାଇଁ ମାନେ ଦି ଥର ଲେଖିଦେଲି। କେତେ ଟୋଟାଲ କେତେ ହେଲା? 10 ର ସ୍କୋୟାର 10, 100, 11 ସ୍କୋୟାର କେତେ? 121। ହେଲା, ଏଇଟାକୁ କହନ୍ତି, ଏଇଟାକୁ କହନ୍ତି ପ୍ରିନ୍ସିପଲ, ଏଇଟାକୁ କହନ୍ତି ଏମାଉଣ୍ଟ। ହେଲା, ଏମିତି ମାନେ ବାହାର କରାଯାଏ ତମର କମ୍ପାଉଣ୍ଡ ଇଣ୍ଟରେଷ୍ଟ। ହେଲା, ଏଟାକୁ କୁହନ୍ତି ପ୍ରିନ୍ସିପାଲ। 10 ଟଙ୍କାରେ ଟଙ୍କାଟେ ମିଳିଲା କେତେ? 11 ଟଙ୍କା, ପୁଣି 10 ଟଙ୍କାରେ ଟଙ୍କାଟେ ମିଳିଲା 11। ଏଟାକୁ କଣ କୁହନ୍ତି? ପ୍ରିନ୍ସିପାଲ। ଏଟାକୁ କୁହନ୍ତି ଏମାଉଣ୍ଟ। ତାହେଲେ କେତେ ହେଲା? ଆଙ୍କ ଭିତରେ ଡିଫରେନ୍ସ କେତେ? 21। 21 ୟୁନିଟ ର ଭାଲ୍ୟୁ ହଉଛି ସିଆଇ। ଏଇଟାକୁ କହନ୍ତି କମ୍ପାଉଣ୍ଡ ଇଣ୍ଟରେଷ୍ଟ। ହେଲା, ଏଇଟା ପ୍ରିନ୍ସିପାଲ, ଏଇଟା ଏମାଉଣ୍ଟ, ଏଇଟା କଣ? ଆଙ୍କ ଭିତରେ ଯୋଉ ଡିଫରେନ୍ସ କେତେ ହେଲା? 21। 21 କଣ? ସିଆଇ। ତାହେଲେ ପ୍ରିନ୍ସିପାଲ କେତେ? 5,000। ତାହେଲେ 5,000 କାହାର ଭାଲ୍ୟୁ? 100 ର ଭାଲ୍ୟୁ। ଆମକୁ ଦରକାର କଣ ବାହାର କରିବାକୁ ଦେଇଛି? ନା କମ୍ପାଉଣ୍ଡ ଇଣ୍ଟରେଷ୍ଟ ସିଆଇ ଦେଇଛି, କିନ୍ତୁ ସିଆଇ ର ଭାଲ୍ୟୁ ବାହାର କରିବ। ସିଆଇ ଇଜିକାଲ ଟୁ କେତେ? 21। 21 କେତେ? 21 ମଧ୍ୟ 105, ଆଉ ଗୋଟେ ଶୂନ ରଖିଦିଅ, 1050 ଅପସନ ବି। ନେକ୍ସଟ କ୍ୱେଶ୍ଚନ ଦେଖିବି, the length and breadth of a rectangle is 15 ସେମି and 10 ସେମି respectively, find its area, ସରି perimeter। ହେଲା, ତ ଲେନ୍ଥ and breadth, ଏଟା ଗୋଟେ ରେକ୍ଟାଙ୍ଗଲ, ତାର ଲେନ୍ଥ କେତେ? 15 ସେମି, and breadth କେତେ? ଏଟା 15, and breadth କେତେ? ନା 10 ସେମି। ହେଲା, ଏଇଟା ଯଦି 15, ଏଇଟା ବି 15, ଏଇଟା ଯଦି 10, ଏଇଟା ବି 10। ହେଲା, ତାହେଲେ ତାର ପରିସୀମା କେତେ? ନା ପରିସୀମା ପରିମିଟର ଇଜିକାଲ ଟୁ 15, 15, 15, 15 କେତେ? 30, 10, 10 ମିଶା 20, ଟୋଟାଲ କେତେ ହେଲା? 50। नेक्स्ट क्वेश्चन, if 12 notes book cost 180, what is the cost of the 40 such copies? ଯଦି 12ଟା ଖାତାର ମୂଲ୍ୟ 180 ଟଙ୍କା, ତାହେଲେ 20ଟି ଖାତାର ମୂଲ୍ୟ କେତେ? ଦେଖ, 12ଟା ଖାତାର ମୂଲ୍ୟ କେତେ? 180 ଟଙ୍କା। ତାହେଲେ 180 ଟଙ୍କା କାହାର ଭାଲ୍ୟୁ? 12 ର ଭାଲ୍ୟୁ। ଆମକୁ ଦରକାର କାହାର? ନା 20ଟି ର ଭାଲ୍ୟୁ। ସିଧା କର 20। 180 ଟାର ମୂଲ୍ୟ, 180ଟା କାହାର ମୂଲ୍ୟ? 12 ର ମୂଲ୍ୟ। ଆମକୁ ଦରକାର 20 ର ମୂଲ୍ୟ। 12 କେତେ? 15। ଦେଖ, क्वेश्चन, फाइंड द सम ऑफ ऑल प्राइम नंबर्स बिटवीन 1 टू 20। 1 टू 20 ଭିତରେ ଯେତେଟାକ ମୌଳିକ ସଂଖ୍ୟା ଅଛି ତାର ସମଷ୍ଟି କେତେ? ହାଁ, ମିଶ ଏବେ ମିଶ ସବୁ ଯାକ ପ୍ରାଇମ ନମ୍ବର 1 ଟୁ 20 ଯାଏଁ। 1 ଟୁ 20 ଯାଏଁ ପ୍ରଥମ ପ୍ରାଇମ ନମ୍ବର କେତେ? ପ୍ରଥମ ଇଭେନ ପ୍ରାଇମ ନମ୍ବର ହଉଛି 2। 2 ଗୋଟେ ପ୍ରଥମ ଇଭେନ ପ୍ରାଇମ ନମ୍ବର 2। ନହେଲେ ଆଉ ସବୁ ଯାକ ଅଡ। 2 ମିଶାଣ 3 ମିଶାଣ 5 ମିଶାଣ କଣ? 7 ମିଶାଣ ମୌଳିକ ସଂଖ୍ୟା ଗୁଡିକ ତାର କେତେ ହବ? 11 ମିଶାଣ କଣ? 13 ମିଶାଣ ମୌଳିକ ସଂଖ୍ୟା କାହାକୁ କହନ୍ତି? ଯୋଉଟା କୋଉଥିରେ ଡିଭାଇଡ ହଉନଥିବ। 17 ମିଶାଣ କଣ? 19। ଆଉ ହବ କି? ଆଉ ହବନି। ହେଲା, 20 ହବନି। 20 ତ ଭାଗ ହେଇଯାଉଛି 2 ରେ, ହବନି। এই বিষয়টাକୁ 2 3 2 3 2 5 5 10 7 17। ହେଲା, 17 10 କେତେ? 27 1 28। 28 10 ମିଶା 28 10 ମିଶିଲେ 38, 3 କେତେ? 41। 41 17 41 10 ମିଶିଲେ 51। 58 58 10 ମିଶିଲେ କେତେ? 59। ହେଲା, 58 10 ମିଶିଲେ କେତେ? 58 10 ମିଶିଲେ କେତେ ଆମର? 68। 68 ମିଶାଣ 9 କେତେ? 77। ଅପସନ କୋଉଟା? ସି। ନେକ୍ସଟ କ୍ୱେଶ୍ଚନ ଦେଖି, A car covers a distance of 240 km in 4 hours. Find its speed in minutes. Find its speed in meter per second. ଗୋଟିଏ କାର
4 ଘଣ୍ଟା 4 ଘଣ୍ଟାରେ 240 କିମି କଣ ଦୂରତା ଅତିକ୍ରମ କରେ। ତାହେଲେ ତାର ସ୍ପିଡ କେତେ? ସ୍ପିଡ ର ଫର୍ମୁଲା କଣ? ଡିଷ୍ଟାନ୍ସ ଅପନ ଟାଇମ। କିଲୋମିଟର ପର ଆୱାର ଏମିତି ଲେଖା ଯାଏନି, କିଲୋମିଟର ପର ଆୱାର ଡିଷ୍ଟାନ୍ସ ଅପନ ଟାଇମ। ଡିଷ୍ଟାନ୍ସ କେତେ? 240/4, 60 କିଲୋମିଟର ପର ଆୱାର। ଆଉ 50 ମିଟର ପର ସେକେଣ୍ଡ। ତାହେଲେ 60 × କିଲୋମିଟର ପର ଆୱାର କୁ ମିଟର ପର ସେକେଣ୍ଡ ରେ କଲେ କେମିତି କରିବା ନା, ବଡରୁ ସାନକୁ ଯାଉଛି ତାହେଲେ ଉପର ରହିବ 5 ବାଇ କେତେ ହବ? 18 ହେଲା। ଆଁ, 6×10 = 6×3 10×5 କେତେ? 50/3 କେତେ ହବ? 16.66। ନେକ୍ସଟ କ୍ୱେଶ୍ଚନ ଲାଗିବ। The price of an item is reduced by 40%. By how much percentage must be it be increases to restore its original price? ଏକ ବସ୍ତୁର ମୂଲ୍ୟ 20% ହ୍ରାସ ପାଇଛି। ଏହାକୁ ପୁଣି ପ୍ରାରମ୍ଭିକ ମୂଲ୍ୟକୁ ଆଣିବା ପାଇଁ କେତେ ପ୍ରତିଶତ ବଢାଇବାକୁ ପଡିବ? ଦେଖ, ପ୍ରଥମେ କେତେ ନା 20% ହ୍ରାସ ପାଇଛି। ମନେକର ଏଠି ଲେଖ, ଏଠି ଲେଖ କଣ? ଓରିଜିନାଲ, ହେଲା। ଏଠି ଲେଖ ଓରିଜିନାଲ, ଏଠି ଲେଖ ନ୍ୟୁ। କଣ ହେଇଛି? ପ୍ରଥମେ 20% ହ୍ରାସ ପାଇଛି। 20% ହ୍ରାସ ପାଇଲେ ମାନେ କଣ? 100 ଟଙ୍କାରେ 20% ହ୍ରାସ ପାଇଛି ମାନେ କେତେ? 80। ଏଇଟା ମୁଁ ଡାଇରେକ୍ଟ ଲେଖୁଛି 20×5 = 100, 20×4 = 80। ହେଲା। ଏମିତି ମୁଁ ଲେଖିଦଉଛି 5/4। 5/4। ହେଲା। ତାପରେ କଣ କରିବା ନା, ଆକୁ ପୁଣି କଣ କରିବା? ରିଷ୍ଟୋର କରିବା। ଆକୁ ପୁଣି କଣ କରିବା? କେତେ ବଢେଇବା ଯାହା ଫଳରେ କଣ? କେତେ ପ୍ରତିଶତ ବଢେଇବା? ଏହାର ପୁଣି ପ୍ରାରମ୍ଭିକ ମୂଲ୍ୟକୁ ଆଣିବା ପାଇଁ କେତେ ପ୍ରତିଶତ ବଢେଇବାକୁ ପଡିବ? ଦେଖ, ଏଇଠି 5/4 ଅଛି। ଏଇଠୁ ସିଧା ଉଲଟେଇ ଦିଅ 4/5। କେତେ ବଢେଇଲେ? 1 ବଢେଇଲେ କାଟ 4 × 4/100, 25%। ଅପସନ ସି। The circumference of a circle is 44 ସେমি। Find its radius। ତାର ରେଡିୟସ ତାହେଲେ କେତେ? circumference of a circle କେତେ? 44 ସେমি। circumference ମାନେ କଣ? ବୃତ୍ତର ପରିଧି। ବୃତ୍ତର ପରିଧି କେତେ? 44 ସେଣ୍ଟିମିଟର। ତାହେଲେ ବୃତ୍ତର ପରିଧିର ଫର୍ମୁଲା କଣ? 2πr। କେତେ? 44/22। 22/7 ଇଣ୍ଟୁ r ଇଜିକାଲ ଟୁ କେତେ ହବ? 22। r କେତେ? 7। ପଚାଶ ରେଡିୟସ। Find the simple interest on 8,000 at 5% per annum for 3 years। 8,000 ଟଙ୍କାର ବାର୍ଷିକ 5% ସରଳ ସୁଧରେ ହାରରେ 3 ବର୍ଷ ସୁଧ କେତେ ହବ? ହେଲା। ସୁଧ ମାନେ କଣ? SI ଇଜିକାଲ ଟୁ PTR/100। ଏଟା ତମେ ସୂତ୍ର ପକେଇ କରିପାରିବ। ହେଲା। ମାନେ ମୂଳଧନ ଦେଇଦେଇଛି, ରେଟ୍ ଦେଇଦେଇଛି, ଟାଇମ ଦେଇଦେଇଛି। ତା ବାହାର କରିବ SI ଇଜିକାଲ ଟୁ PTR/100। ତମେ ଯାହା ସୂତ୍ର ପକେଇ କରିପାରିବ, କିମ୍ବା ଆଉ ଗୋଟେ ଟ୍ରିକ୍ ବି ଅଛି, ଦେଖ କେମିତି SI ବାହାର କରିବ। ହେଲା। SI ଇଜିକାଲ ଟୁ କେତେ? 8,000। ଯଦି ସୂତ୍ର ମନେ ନ ପଇଲା କଣ କରିବା? ଆଉ ଗୋଟେ ଟ୍ରିକ୍ ଅଛି ବାହାର କରିବି। 8,000 ପ୍ରିନ୍ସିପଲ ସବୁବେଳେ କାହାର ଭାଲ୍ୟୁ? ଏଟା ପ୍ରିନ୍ସିପଲ ନୁହଁ କି? 8,000 ଟା ହଉଛି ପ୍ରିନ୍ସିପଲ। ପ୍ରିନ୍ସିପଲ ସବୁବେଳେ 100%। ଆମେ 100% ପଇସା ହିଁ ଇନଭେଷ୍ଟ କରୁ। ହେଲା। ଏତିକି ପରସେଣ୍ଟ ପଇସା ଇନଭେଷ୍ଟ କଲେ ଆମକୁ କିଛି ପରସେଣ୍ଟ ମିଳିବ। ତାହେଲେ 8,000 କାହାର ଭାଲ୍ୟୁ? 100%। ଆମକୁ ଦରକାର କେତେ? SI କେତେ? SI କେତେ? 5% 3 ବର୍ଷ ପାଇଁ। ମାନେ ପ୍ରଥମରେ 5%, ତାପରେ 5%, ତାପରେ 5%। ପ୍ରଥମ ବର୍ଷ 5%, 5%, 5%। 5 5 5 5 3 15%। ସିଧା 15%। ହେଲା। କେତେ ହେଲା? ପରସେଣ୍ଟ କୁ ପରସେଣ୍ଟ କାଟିଦିଅ। 15 ଟଙ୍କା କେତେ? 120। ଆଉ ଗୋଟେ ଶୂନ, ଆଉ ଗୋଟେ ଶୂନ, ବାସ୍। ନେକ୍ସଟ କ୍ୱେଶ୍ଚନ ଦେଖିବେ। if 3x plus 5 is equal to 20, ତାହେଲେ 2x minus 1 କେତେ? ହେଲା। 3x plus 5 is equal to କେତେ ଦେଇଛି? 20। ତାହେଲେ 3x is equal to କେତେ ହବ? 20 ରୁ ଏପଟେ 5 ପଳେଇବ, କେତେ? 15। 5 2x minus 1 into option B। Next question. A sum of 36 is divided between A and B in the ratio 4:5। Find the share of B। 36 ଟଙ୍କାକୁ କେତେ? 4 ଅନୁପାତ 5 ରେ ବିଭକ୍ତ କରାଗଲା। ତାହେଲେ B ର ଭାଗ କେତେ ଟଙ୍କା?
ए एंड बी रेशियो ଏବେ କେତେ ବର୍ତ୍ତମାନ ଦେଇଛି ଦେଖ। ए एंड बी रेशियो କେତେ, ଇଏ 4 ହେଲେ ଇଏ 5, ମନେକର ଇଏ ନେଇଯାଅ 4x, ଇଏ ନେଇଯାଅ 5x, 5 ହେଇଗଲା, ସରି 5x ହେଲା। ଆଙ୍କ ଭିତରେ ସମ୍ କେତେ, 36, 36 ଟାକୁ ଆଙ୍କ ଭିତରେ ଡିଭାଇଡ ହବ, 36 ଟାକୁ ଆଙ୍କ ଭିତରେ କେବଳ ଡିଭାଇଡ ହବ। ତାହେଲେ 36 କାହାର ଭାଲ୍ୟୁ ହବ, ଆଙ୍କ ଭିତରେ ଡିଭାଇଡ ଯୋଉ ହବ 9x ର ଭାଲ୍ୟୁ ହବ 4x ମିଶାଣ 5x, ତାହେଲେ 36 କାହାର ଭାଲ୍ୟୁ, 9x ର ଭାଲ୍ୟୁ ହବ। ଆମକୁ ଦରକାର କାହାର, b ର ସେୟାର କେତେ 5x, 4 5 20, ଆଉ ଦିଟା ଶୁଣନ୍ତୁ, ଅପସନ ବି। ନେକ୍ସଟ କ୍ୱେଶ୍ଚନ, ସିମ୍ପ୍ଲିଫାଏ ସରଳ କର, ସିମ୍ପ୍ଲିଫାଏ ଏତିକକୁ ଆମେ ସିମ୍ପ୍ଲିଫାଇ କରିବା ହେଲା। ଦେଖ ସିମ୍ପ୍ଲିଫିକେସନ ରେ ତମେ ପଢିଥିବ ଭି ବଡମାସ, ତମେ ରୁଲ ଗୋଟେ ପଢିଥିବ ଭି, ବି ଓ ଡି ଏମ ଏ ଏସ୍ ହେଲା। ଭି ଫର କଣ, ଭିନିକୁଲମ, ଏକାଥରେ କହିଦଉଛି ଭି ଫର ଭିନିକୁଲମ। ଭିନିକୁଲମ ମାନେ କଣ, କୌଣସି ସଂଖ୍ୟା ଉପରେ ଗାର ଥିବ, ମନେକର ଏତିକ ସଂଖ୍ୟା ଉପରେ ଗାର ଥିବ, ତାହେଲେ ଏଇଟାକୁ କୁହନ୍ତି ଭିନିକୁଲମ, ମାନେ ଏତିକ ପାର୍ଟ ଟାକୁ କଣ କୁହନ୍ତି, ଭିନିକୁଲମ ହେଲା। ଆଉ ମନେକର ଏତିକ ସଂଖ୍ୟାରେ ଗାର ଥିବ, ତାହେଲେ ଏତିକ ପାର୍ଟ ଟାକୁ କଣ କୁହନ୍ତି, ଏତିକ ପାର୍ଟ, 60 ହରଣ 3 ମାଇନସ 5 ଏତିକ କୁହନ୍ତି କଣ, ଭିନିକୁଲମ ହେଲା। ଭିନିକୁଲମ ତମର ଏତେ ଆସୁନି, ବଡମାସ ରୁଲ ଆପ୍ଲାଏ ହବ ହେଲା। ବି ଫର କଣ, ବ୍ରାକେଟ, ବ୍ରାକେଟ ପୁଣି କେତେ, ତିନି ପ୍ରକାର, କେତେ, ଗୋଟେ ଏମିତି ଗୋଟେ ବ୍ରାକେଟ ଅଛି, ଆଉ ଗୋଟେ କଣ, ଏମିତି ଗୋଟେ ବ୍ରାକେଟ ଅଛି, ତାପରେ କଣ ସବୁଠୁ ବଡ ବ୍ରାକେଟ ଏଇଠି ଗୋଟେ ଅଛି ହେଲା। ଓ ଫର ଅଫ, ଅଫ ମାନେ କଣ, ଅଫ ମାନେ ଗୁଣନ, ଅଫ ମାନେ ହଉଛି କଣ, ମଲ୍ଟିପ୍ଲିକେସନ ମାନେ ଗୁଣନ, ଏଇଟା ସ୍ପେସିଆଲ ଲେଖା ଥିବ, କୋଶ୍ଚିନରେ ଅଫ ଲେଖା ଥିବ, ଯଦି ଅଫ ଲେଖା ଥିବ ତାହେଲେ ଅଫ କାମ କରିବ। ଡି ଫର ଡିଭିଜନ, ଡିଭିଜନ ମାନେ ହରଣ, ଏଇଟା ସବୁ ସବୁ ଜାଣିଥିବ। ଏମ ଫର ମଲ୍ଟିପ୍ଲିକେସନ, ଗୁଣନ। ଏ ଫର ଆଡିସନ, ଏସ୍ ଫର ସବଷ୍ଟ୍ରାକ୍ସନ। ତମେ ଏଟା ଜାଣିଥିବ, ପିଲାଦିନେ ପଢିଥିବ କଣ ନା, ବରହ ଗୁମି ଫେ, ଓଡିଆରେ ପଢିଥିବ ବରହ ଗୁମି ଫେ ହେଲା। ଏଇ ଏମିତି ଏମିତି ଏଇ ରୋ ରେ କାମ କରିବ, ଆଗ ଭି କାମ, ତାପରେ ବି କାମ, ତାପରେ ଓ କାମ, ଡି କାମ, ଏମ କାମ, ଏଇ ହେଲା, ଏଇ ରୋ ରେ କାମ କରିବା ହେଲା। ଆଗ ଭି କାମ, ବି କାମ, ଏଇ ରୋ ରେ କାମ କରିବା, ଏମିତି ତଳକୁ ଆସିବ ହେଲା। ଆଗ ଦେଖ ଭିନିକୁଲମ, ଭିନିକୁଲମ ମାନେ କଣ, ସଂଖ୍ୟା ଉପରେ ଗାର, ସଂଖ୍ୟା ଉପରେ ଗାର କୋଉଠି ଅଛି କି, ଦେଖ ଏଇ ସଂଖ୍ୟା ଉପରେ କୋଉ ଗାର ଅଛି କି, ନାହିଁ, ଛାଡିଦିଅ, ଭିନିକୁଲମ ଗାର ଛାଡିଦିଅ। ତାପରେ ବି ଫର ବ୍ରାକେଟ, ବ୍ରାକେଟ ମାନେ କଣ, ତାପରେ ବ୍ରାକେଟ ଫଙ୍କସନ କର, ବ୍ରାକେଟ ଅଛି, ଏତିକ ସଂଖ୍ୟାର ବ୍ରାକେଟ ଅଛି, ତାହେଲେ ବ୍ରାକେଟ କୁ କର, ତାହେଲେ 45 ହେଲା, ମାଇନସ 38 ମାଇନସ 60 ହରଣ 3 ମାଇନସ 5, ବ୍ରାକେଟ କେମିତି ଅଛି, ଏମିତି ଗୋଟେ ଅଛି, ତାପରେ ଏମିତି ହେଇଛି ହେଲା। ଆଗ ବ୍ରାକେଟ ଫଙ୍କସନ କର, ଆଗ ବ୍ରାକେଟ କାମ କରିବା, ମାନେ ଏତିକ କାମ କରିବା ଆଗ, ଏତିକ ବ୍ରାକେଟ ଭିତରେ କୋଉ କେତିକ ସଂଖ୍ୟା ଅଛି, ଏତିକ ସଂଖ୍ୟା ଅଛି, 60 ହରଣ 3 ମାଇନସ 5, ଦେଖ ଆଗ ହରଣ କରିବା ନା ଆଗ ମାଇନସ କରିବା, ଦେଖ ଆଗ ଡିଭିଜନ ଅଛି, ତାପରେ ପଛେ, ସରି, ଆଗ ହରଣ ଅଛି, ତାପରେ କଣ ଅଛି, ସବଷ୍ଟ୍ରାକ୍ସନ, ମାନେ ଆଗ ହରଣ କରିବା ତାପରେ ମାଇନସ କରିବା, ରୁଲ ଅନୁସାରେ ଆଗ କଣ କରିବା, ହରଣ କରିବା ତାପରେ ମାଇନସ କରିବା। ତାହେଲେ ଆଗ ହରଣ କର, 3 ହରଣ 60 କେତେ, 60 କୁ 3 ହଲେ କେତେ, 20, ମାଇନସ 5 କେତେ ହବ, 15, ତାହେଲେ ଏତିକର ଭାଲ୍ୟୁ କେତେ ହେଇଗଲା, 15, ତାପରେ 38 ମାଇନସ 15, 45 ମାଇନସ, ତାପରେ ବ୍ରାକେଟ ଫଙ୍କସନ, 38 ରୁ 15 ଗଲେ କେତେ, 8 ରୁ 5 ଗଲେ 3, 3 ଗଲେ 2, 45 ମାଇନସ 22, ସିଧା ହବ 5 ରୁ 2 ଗଲେ କେତେ, 3, 4 2 ଗଲେ କେତେ, 2, ସରି ଏଟା କଣ ଭୁଲ ହେଲା କି, ଆଉ 45 ମାଇନସ, ଏଟା କେତେ ହବ, 38 ମାଇନସ 15, ସରି ଏଟା 23, 23, ତାହେଲେ 5 ରୁ 3 ଗଲେ କେତେ, 2, 4 2 ଗଲେ କେତେ, 22, ଅପସନ କୋଉଟା, ବି। ନେକ୍ସଟ କ୍ୱେଶ୍ଚନ ଦେଖି, find the perimeter of an equilateral triangle whose side is 12 ସେমি। ଏକ ସମବାହୁ ତ୍ରିଭୁଜର ପରିସୀମା କେତେ, ଯାହାର ବାହୁ, ଦେଖ 12 କେମିତି ଲେଖା ହେଇଛି, ଏଇଟା ଠିକ କରିଦବା, ଆମେ 12 ଏମିତି ଲେଖାନି, ଓଡିଆରେ 12 ଏମିତି ଲେଖାଯାଏନି, କେମିତି ଲେଖାଯାଏ, ଏମିତି ଲେଖାଯାଏ 12 ହେଲା। ଏକ ସମବାହୁ ତ୍ରିଭୁଜର ପରିସୀମା କେତେ, ଯାହାର ବାହୁ କେତେ, 12 ସେମି, ଏ କେତେ, 12 ସେମି। ସମବାହୁ ତ୍ରିଭୁଜର ପରିସୀମା ସୂତ୍ର କଣ, ଏଇଟା ଗୋଟେ ସମବାହୁ ତ୍ରିଭୁଜ,
ତ ଏଇଟା 12, ଏଇଟା ବି 12, ଏଇଟା ବି 12। ତାହେଲେ 12 ମିଶାଣ 12 ମିଶାଣ 12, ତାହେଲେ ପରିସୀମା କେତେ ହବ? ଏଠି ଲେଖି ଦଉଛି ପରିମିଟର। ପରିମିଟର ଇଜିକାଲ ଟୁ କେତେ ହବ? ଇଏ ମାନେ 3 ଇଣ୍ଟୁ 12, 36। Next question. If 15 men can complete a work in 6 days, in how many days 10 men complete the work? 15 men ଯଦି 15 ଜଣ ବ୍ୟକ୍ତି ଏକ କାମକୁ 6 ଦିନ ଶେଷ କରିପାରନ୍ତି, ତେବେ 10 ଜଣ ବ୍ୟକ୍ତି ସେଇ କାମକୁ କେତେ ଦିନ ଶେଷ କରିବେ? ଆଗ ଦେଖ 15 ଜଣ ବ୍ୟକ୍ତି, ଏଠି ଦେଖ 15 ମେନ୍ କେତେ କାମ ଶେଷ କରନ୍ତି ନା 6 ଦିନରେ। ଇଜିକାଲ ଟୁ 10 ଜଣ ବ୍ୟକ୍ତି, 10 ଜଣ ମେନ୍ ସେଇ କାମକୁ କେତେ ଦିନ ଶେଷ କରିବେ? ଆମେ ଟି ଦିନ। ଆମେ ଜଣା ନାହିଁ କେତେ ଦିନରେ, ମାନେ ଟି ଦିନ। ହର ଦିଅ, ଏମ୍ କୁ ଏମ୍ କଟିଗଲା, ହେଲା 5 ତିରିକି 5 ଦୁଗୁଣେ 2 ତିରିକି, ତାହେଲେ ଟି ର ଭାଲ୍ୟୁ କେତେ ହେଲା? 9। ଅପସନ ବି। ଫାଇଣ୍ଡ ଦ ସ୍କୋୟାର ରୁଟ୍ ଅଫ 0.002। ସ୍କୋୟାର ରୁଟ୍ ହବ କାର ନା ଏତିକର। ଏତିକର ସ୍କୋୟାର ରୁଟ୍ ବାହାର କରି ଆଗ କ୍ୱେଶ୍ଚିନ୍ କଣ ଦେଇଛି? 0.025 ହେଲା, ତାକୁ ଭାଙ୍ଗ ଆଗ, ମାନେ 25 ବାଇ କେତେ ହବ? 1 2 3 4 1 2 3 4, ଆର ରୁଟ୍ ଓଭର ବାହାର କରିବେ। 25 ରୁଟ୍ ଓଭର କେତେ? 5 ବାଇ 1 2 3 4, ଦିଟା ଶୂନ ଅଛି, ଦିଟା ଶୂନ ଅଛି, ଦିଟା ଶୂନ ରଖ, ମାନେ କେତେ ହବ? 100। 10,000 ରୁଟ୍ ଓଭର 100 କେତେ ହେଇଗଲା ଏଟା? 0.05। ଅପସନ ବି। ଦ ଡିଫରେନ୍ସ ବିଟୱିନ୍ ଟୁ ନମ୍ବର ଇଜ 25 ହେଲା। ରେସିଓ କେତେ? 2:7। ଫାଇଣ୍ଡ ଦ ଲାର୍ଜର ନମ୍ବର। ଲାର୍ଜର ନମ୍ବର କୋଉଟା? 7। 7 ର ଭାଲ୍ୟୁ କେତେ? ମନେକର ଏ ଆଉ ବି, ତାଙ୍କର ରେସିଓ କେତେ? 2x ହେଲେ 7x। ତାଙ୍କ ଭିତରେ ଡିଫରେନ୍ସ 25, ମାନେ ଡିଫରେନ୍ସ କେତେ? 5x ହେଲା। 5x ର ଭାଲ୍ୟୁ କେତେ? 25। ତାହେଲେ 50 ବଡ ସଂଖ୍ୟା, ତାହେଲେ 7x ର ଭାଲ୍ୟୁ କେତେ? କେତେ ହବ ନା 25 ବାଇ x କୁ x କଟିଗଲା, 5 50 35। 5 ଟା କୋଉଟା? ଅପସନ ସି। ସୋ ଅପସନ ସି। ନେକ୍ସଟ କ୍वेଶ୍ଚନ ଦେଖିए। फाइंड द एवरेज ऑफ ऑल मल्टीपल 4 मल्टीपल ऑफ 4 बिटवीन 10 टू 30। ମାନେ 4 ଦ୍ୱାରା ଯୋଉ ସଂଖ୍ୟାର ଭାଗ ହେଇଯାଉଥିବ, ମାନେ 4 ର ସଂଖ୍ୟାକୁ ପଣିକି ପଚାରୁଛି 10 ରୁ 30 ଭିତରେ ତାଙ୍କ ଆଭରେଜ କେତେ ଆଉ, ହେଲା। ହେଲେ 10 ରୁ 30, 10 ର ଗୋଟେ ଉପର ସଂଖ୍ୟା ଯୋଉଟା 4 ଦ୍ୱାରା ବିଭାଜ୍ୟ ହଉଥିବ କୋଉଟା? 10 ର ଗୋଟେ ଉପର ସଂଖ୍ୟା ଯୋଉଟା 4 ଦ୍ୱାରା ବିଭାଜ୍ୟ ହଉଥିବ କୋଉଟା? 4 ଟା 10 ଦ୍ୱାରା ବିଭାଜ୍ୟ ହବନି, କିନ୍ତୁ 11 ବି ହବନି, 12। ତାହେଲେ ପ୍ରଥମ ସଂଖ୍ୟା କଣ? 12। ତାପରେ କେତେ ଆସିବ? 13। 13 ଆସିବ କି? 4 ଦ୍ୱାରା ବିଭାଜ୍ୟ ହଉଥିବ ତାପରେ। 4 ତିରିକି 12, 4 16, ତାର କେତେ ଆସିବ? 20। ତାପରେ କେତେ? 24। ତାର କେତେ ହବ? 28। ତାର କେତେ? 36। 36 ତ 30 ଟୁ ବଡ ହେଇଯାଉଛି, କିନ୍ତୁ ଆମକୁ 30 ଟୁ ତଳ ଦରକାର, ତାହେଲେ କେତେ ହେଲା? ଏତିକ। ଏତିକ ସଂଖ୍ୟାର ଆଭରେଜ କେତେ? ଆଭରେଜ ବାହାର କରିବା ଫର୍ମୁଲା କଣ? ଆଭରେଜ ଇଜ ଇକ୍ୱାଲ ଟୁ କେତେ? ନମ୍ବର। ଏବେ ସମ କର, 12 ମିଶାଣ 14 ମିଶାଣ 20 ମିଶାଣ କେତେ? 12 ମିଶାଣ 14 ମିଶାଣ 20 ମିଶାଣ 24 ମିଶାଣ 28 ବାଇ ନମ୍ବର କେତେଟା? 1 2 3 4 5, ସେଟା ଲେଖ 5। 12 ମିଶାଣ 14 ମିଶାଣ 20 ମିଶାଣ 24 ମିଶାଣ 28 ମିଶେଇବ। କେମିତି ମିଶେଇବା? କେମିତି ମିଶେଇବା ଏଟାକୁ? ଏଟା ଗୋଟେ ସୂତ୍ର ନାହିଁ, n ବାଇ 2 ହୋଲ୍ ଇଣ୍ଟୁ 2a ପ୍ଲସ୍ n ମାଇନସ୍ 1 ହୋଲ୍ ଇଣ୍ଟୁ d ବାଇ 5। n କେତେ? ଏଥିରେ n ହଉଛି 5, ଏଠି ଟୋଟାଲ n ମାନେ ଟୋଟାଲ ନମ୍ବର କେତେ? 5 ବାଇ 2 ହୋଲ୍ ଇଣ୍ଟୁ 2 ଇଣ୍ଟୁ a। 2 ଇଣ୍ଟୁ ଏ ମାନେ କଣ? ପ୍ରଥମ ନମ୍ବର କେତେ ଆମର? 12, ମାନେ 12 ଦୁଗୁଣେ କେତେ? 24 ମିଶାଣ n ମାଇନସ୍ 1। n କେତେ? n କେତେ? n ଭାଲ୍ୟୁ କେତେ? 5। 5 ମାଇନସ୍ 1 କେତେ? 4। 4 ଇଣ୍ଟୁ d ର ଭାଲ୍ୟୁ କେତେ? 4 ହେଲା, ବାଇ କେତେ? d ର ଭାଲ୍ୟୁ 4 ନାହିଁ, କମନ ଡିଫରେନ୍ସ ଏଠି 14 ରୁ 12 କଲେ କେତେ? ଏଟା 14 ନୁହଁ, ଏଟା 16। 16 ଏଟା, ସରି 16 ହେଲା। 14 କଣ 4 କଟି ଯାଉଛି କି? 4 ଯୋଉଟା କଟି ଯାଉଥିବ ଦରକାର। 12 16 20 24 28।
କେତେଟା 4 6 2 ଗଲେ 4 ସବୁଥିରେ ଡିଫରେନ୍ସ କେତେ 4 ଏଟା 4 ବାଇ କେତେ 5 ଇଜିକାଲ କେତେ ହବ ଏବେ କାଟ ଏଟା 24 ମିଶାଣ 12 କେତେ 24 ରେ 12 ମିଶିଲେ କେତେ 36 5 ବାଇ 2 ଇଣ୍ଟୁ 36 ବାଇ କେତେ ହବ 5 2 ରେ କାଟିଲେ କେତେ 18 ଏଠି 5 ଅଛି 5 କୁ 5 କାଟିଲେ କେତେ 18 ଅପସନ କୋଉଟା ଏ ହେଲା ତାହେଲେ ଆଭରେଜ କେତେ ହେଇଗଲା 18 ଆଉ ଗୋଟେ ଟ୍ରିକ୍ ବି କରିପାରିବା କେମିତି କରିବା ଛାଡ଼ ଆଉ ଗୋଟେ ଟ୍ରିକ୍ ହବ ଛାଡ଼ ମତେ କରିବା ନେକ୍ସଟ କ୍ୱେଶ୍ଚନ ଦେଖିବା a shopkeeper marks his good 10% above the cost price and then allows a discount over 10%. Find his net profit or loss percentage. ଜଣେ ଦୋକାନୀ ତାଙ୍କ ବସ୍ତୁର କ୍ରୟ ମୂଲ୍ୟ ଠାରୁ କଣ ନା 10% ଅଧିକ ଲେଖନ୍ତି ତାପରେ କଣ 10% ରିହାତି ଦିଅନ୍ତି ତାଙ୍କର ପ୍ରକୃତ ଲାଭ କେତିକି ଏ shopkeeper marks of his good 10% above the cost price ମନେକର cost price କୁ ନେବ 100 ତାପରେ କଣ କରୁଛି 10% ଏଭବ କରୁଛି ମାର୍କ ପ୍ରାଇସ୍ କେତେ ବସ୍ତୁର କ୍ରୟ ମୂଲ୍ୟ ଠାରୁ 10% ଅଧିକ ଲେଖନ୍ତି ତାହେଲେ 10% ଅଧିକ ଲେଖ କେତେ 100ରେ 10% ଅଧିକ ଗଲେ କେତେ 110 ହେଲା ତାର ଡିସକାଉଣ୍ଟ ଦବ ଡିସକାଉଣ୍ଟ କା ଉପରେ ଦବ ମାର୍କ ପ୍ରାଇସ୍ ଉପରେ ଡିସକାଉଣ୍ଟ ଦବ ଡିସକାଉଣ୍ଟ ଦେଲେ ସେଲିଂ ପ୍ରାଇସ୍ କେତେ ମାନେ 110 ଇଣ୍ଟୁ 100% ର ଭାଲ୍ୟୁ ଡିସକାଉଣ୍ଟ ଦେଲେ 10% ମାନେ କେତେ 90 ଦିଟା ଶୂନ କାଟିଦିଅ 11 କେତେ 19 ତାହେଲେ ସେଲିଂ ପ୍ରାଇସ୍ କେତେ ହେଇଗଲା 19 ଦେଖ କଷ୍ଟ ପ୍ରାଇସ୍ କେତେ 100 ସେଲିଂ ପ୍ରାଇସ୍ କେତେ 19 ହେଲା ତାହେଲେ ଆମର ପ୍ରଫିଟ ହେଲା ଲସ୍ ହେଲା ଲସ୍ ହେଲା କାରଣ କଷ୍ଟ ପ୍ରାଇସ୍ କେତେ 100 ଟଙ୍କା 100 ଟଙ୍କାର ଜିନିଷକୁ 19 ଟଙ୍କାରେ ବିକିଲେ କେତେ ଟଙ୍କା ଲସ୍ ହେଲା ଟଙ୍କାଟେ ଲସ୍ ହବ କାହା ଉପରେ 100 ଉପରେ ଇଣ୍ଟୁ 100 1% କଣ ହେଲା ଲସ୍ ଅପସନ ବି ନେକ୍ସଟ କ୍ୱେଶ୍ଚନ फाइंड द वैल्यू ऑफ 625 रूट ओवर 225 रूट ओवर 625 रूट ओवर केते 25 माइनस 25 225 रूट ओवर कर 15 25 ରୁ 15 ଗଲେ 10 ଅପସନ ଡି a boat travel 36 kilometer downstream in 3 hours if the speed of the stream is 3 kilometer per hour find the speed of the boat in still water ହେଲା speed of the stream କେତେ 3 kilometer per hour ମନେକର ବୋଟ ସ୍ପିଡ କୁ ନେଇଯାଅ x କିଲୋମିଟର per hour ହେଲା ତାହେଲେ ସ୍ପିଡ ଅଫ ଦ ଷ୍ଟ୍ରିମ୍ କେତେ ପାଣିର ବେଗ ସ୍ପିଡ ଅଫ ଷ୍ଟ୍ରିମ୍ y କିଲୋମିଟର per hour ନହେଲେ ନେଇଯାଅ ତାର ଭାଲ୍ୟୁ କେତେ ଦେଇଛି y ର ଭାଲ୍ୟୁ କେତେ ଦେଇଛି 3 କିଲୋମିଟର per hour ଡାଉନ ଷ୍ଟ୍ରିମ୍ ସ୍ପିଡ କେତେ ମାନେ ଅନୁକୂଳ ବେଗ ମୁଁ କହିଥିଲି ପୂର୍ବ କ୍ଲାସ ରୁ କହିଥିଲି ଯୋଉମାନେ ବି ନ ଦେଖିଛ ଦେଖିପାରିବ ଅନୁକୂଳ ବେଗ ମାନେ କଣ ଡାଉନ ଷ୍ଟ୍ରିମ୍ ସ୍ପିଡ ଯେତେବେଳେ ଡାଉନ ଷ୍ଟ୍ରିମ୍ ସ୍ପିଡ କଣ ଅନୁକୂଳ ବେଗ କଣ ଯେତେବେଳେ ପାଣି ସହିତ ଯାଉଛେ ମାନେ ବୋଟ ରେ ବସଛେ ପାଣି ସହିତ ଯାଉଛେ ପାଣିର ଡିରେକ୍ସନ ଗଲେ ତାକୁ କହନ୍ତି ଡାଉନ ଷ୍ଟ୍ରିମ୍ ସ୍ପିଡ ପାଣିର ଅପୋଜିଟ ରେ ଆସିଲେ ତାକୁ କହନ୍ତି ଅପ ଷ୍ଟ୍ରିମ୍ ସ୍ପିଡ ତାହେଲେ ଡାଉନ ଷ୍ଟ୍ରିମ୍ ସ୍ପିଡ କେତେ ହବ x ପ୍ଲସ y ଆଉ ଅପ ଷ୍ଟ୍ରିମ୍ ସ୍ପିଡ x ମାଇନସ y ପାଣି ସହିତ ଯିବ ପାଣିର ଅପୋଜିଟ ଆସିବ ତାପରେ କଣ ଦେଖ କୋଶ୍ଚିନ୍ କଣ ଦେଇଛି A boat travel 36 kilometer downstream in 3 hours. ତାହେଲେ ଡାଉନଷ୍ଟ୍ରିମ ର ସ୍ପିଡ କେତେ 36 କିଲୋମିଟର ମାନେ ଡାଉନଷ୍ଟ୍ରିମ ର ଟାଇମ କେତେ 3 ଘଣ୍ଟା ମାନେ ଡାଉନଷ୍ଟ୍ରିମ ର ଟାଇମ କେତେ ଏବେ ଦେଇଛି 3 ଘଣ୍ଟା ଏଠି ଲେଖି ଦଉଛି ଡାଉନଷ୍ଟ୍ରିମ ଟାଇମ କେତେ ଦେଇଛି 3 ଆୱାର୍ସ ଟାଇମ ର ଫର୍ମୁଲା କଣ ଡିଷ୍ଟାନ୍ସ ଅପନ ସ୍ପିଡ ତାହେଲେ 3 ଆୱାର ଇଜିକାଲ ଟୁ କେତେ ହବ ଡିଷ୍ଟାନ୍ସ କେତେ ଡାଉନଷ୍ଟ୍ରିମ ର ଡିଷ୍ଟାନ୍ସ କେତେ x ପ୍ଲସ y ଲେଖୁଛି x ପ୍ଲସ y ସରି ଡିଷ୍ଟାନ୍ସ କେତେ 36 କିଲୋମିଟର ଏଇଟା ସ୍ପିଡ ବା ଡିଷ୍ଟାନ୍ସ କେତେ 36 କିଲୋମିଟର 36 ବାଇ ସ୍ପିଡ କେତେ ଡାଉନଷ୍ଟ୍ରିମ ସ୍ପିଡ x ପ୍ଲସ y ତାମାନେ 3x ମିଶାଣ 3y ହେଲା
डायरेक्ट करो 3x 3 दरकार नहीं 3 होल इंटू एक्स प्लस वाई करते हैं 3 होल इंटू एक्स प्लस वाई इजिकल टू केते 36 ताले 3 ने काटले केते 12 y ର ଭ୍ୟାଲୁ କେତେ ଦେଇଛି ଅଲରେଡି 3 x ମିଶାଣ y ର ଭ୍ୟାଲୁ କେତେ 3 ଇଜିକାଲ ଟୁ 12 ତାହେଲେ x ର ଭ୍ୟାଲୁ କେତେ ହବ 9 ଅପସନ ବି ନେକ୍ସଟ କ୍वेଶ୍ଚन ଦେଖିବା क्वेश्चन ସରିଗଲା ହଁ 35ଟା କ୍वेଶ୍ଚन ମୁଁ କହିଥିଲି 35 ଏଇଟା ଆମେ ତାର 35ଟା କ୍वेଶ୍ଚନ କରିବା ତ ଭାବୁଛି ସମସ୍ତେ ଏଟା ଭଲରେ ବୁଝିପାରୁଥିବ ଏଟା ତ ସହଜ ସେଫ୍ଟି ଟିକେ ଥିଲା ହେଲା ତ ଥ୍ୟାଙ୍କ ୟୁ ଫର ୱାଚିଂ ହେଲା ଆଉ ଆର ପିଡିଏଫ ମଧ୍ୟ ମୁଁ ଡେସକ୍ରିପସନରେ ଲିଙ୍କ ଦେଇଦେବି ତମେ ପିଡିଏଫ ଡାଇରେକ୍ଟ ଡାଉନଲୋଡ କରିପାରିବ ତ ଯୋଉମାନେ ଭିଡିଓରେ ନୂଆ ତାଙ୍କୁ ଚ୍ୟାନେଲଟା ଟିକେ ସବସ୍କ୍ରାଇବ ମାରିବ ଆଉ କଣ ଭିଡିଓକୁ ଲାଇକ୍ ମଧ୍ୟ କରିବ ଆଉ ଭିଡିଓକୁ ସେୟାର ମଧ୍ୟ କରିବ ହେଲା ଆଉ ରହୁଛି ନେକ୍ସଟ ଭିଡିଓରେ ଦେଖା ହବା